ନମସ୍କାର। ଶ୍ରୁତି ସାନ୍ତନାର ଆପଣମାନଙ୍କୁ ଶବ୍ଦ ପ୍ରଣାମ, ସ୍ୱାଗତମ୍ ସ୍ୱାଗତମ୍ ସୁସ୍ୱାଗତମ୍। ଉପସ୍ଥିତ ଶ୍ରୋତୃମଣ୍ଡଳୀ ଓ ସ୍ମୃତି ସାନ୍ତନାକୁ ଭଲ ପାଉଥିବା ବିଦଗ୍ଧ ବ୍ୟକ୍ତିତ୍ୱମାନଙ୍କୁ ସ୍ମୃତି ସାନ୍ତନାର ମାସିକ ଡିଜିଟାଲ ଆସରର 69ତମ ଅଧ୍ୟାୟରେ ସମସ୍ତଙ୍କୁ ସ୍ୱାଗତ କରୁଛି। ଏହି 69ତମ ଅଧ୍ୟାୟକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ସ୍ମୃତି ସାନ୍ତନାର ମାସିକ ଡିଜିଟାଲ ଆସରର 69ତମ ଅଧ୍ୟାୟ ପ୍ରସାରିତ ହେବାକୁ ଯାଉଛି। ଏହା ଭିତରେ ଆମେ ବିଶ୍ୱ ମହିଳା ଦିବସର ଅନେକ ଚର୍ଚ୍ଚା, ଅନେକ ଆଶା ଆଶ୍ୱାସନା ଭରା ସେ ପର୍ବକୁ ଆମେ ପାଳନ କରିସାରିଛନ୍ତି। ନାରୀ ନୁହେଁ କେବେ ଅବଳା ଦୁର୍ବଳା, ନିର୍ମୂଳିଲତା, ଡ୍ରଇଂ ରୁମ୍ର ସାଇତା ଫୁଲର ତୋଡ଼ା। ସିଏ ଆଜି ହସେ ସମାଜ ଶିଳ୍ପ ଶିକ୍ଷା ରଣାଙ୍ଗନେ ହୋଇ ଛିଡ଼ା। ଏକଥା ଯେତିକି ସତ ତାଠାରୁ ଆହୁରି ସତ, ସବୁ ପ୍ରକାର ଉନ୍ନତି ସତ୍ତ୍ୱେ ବି ନାରୀ ଆଜି ନିର୍ଯାତନାର ପଥର ତଳେ ଶ୍ଵେତା ଦୁବ ଘାସ ପରି ଶ୍ଵେତା ହେଇ ପଡ଼ିଛି ତା ଜୀବନ। ନାରୀର କାନ୍ଦଣା ଶୁଭେ ଏନ୍ତୁଡ଼ିଠୁ ଶମଶାନ ଯାଏ। ନାରୀର ପରୀକ୍ଷା ଚାଲେ ଢିଙ୍କିଶାଳୁ ଢେଙ୍କାନାଳ ଯାଏ। ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ। ନାରୀର ଜୀବନ ବର୍ତ୍ତମାନ ସେହି ସନ୍ଧିକ୍ଷଣରେ ନୀରବରେ ଅଶ୍ରୁମୋଚନ କରେ। କୂଳରେ ସିଂହ, ଭିତରେ କୁମ୍ଭୀର, ଦଦରା ନାଁରେ ଝିଅ। ମା ବସି ଏଠି ବାହୁନି କାନ୍ଦୁଛି, କ'ଣ କରିବି କୁହ। ଏମିତି ଅସଂଖ୍ୟ ପ୍ରଶ୍ନବାଚୀ ବିଶ୍ୱ ମହିଳା ଦିବସ ଆମ୍ଭମାନଙ୍କୁ ଯେତିକି ସୁଖ ଦେଇଛି, ଯେତିକି ତୃପ୍ତି ଦେଇଛି, ଯେତିକି ଶାନ୍ତି ଦେଇଛି, ଯେତିକି ଖୁସି ଦେଇଛି, କିଛି ଗ୍ଳାନିରେ ବି ମନ ଭରି ଦେଇଛି। ତେବେ ଆସନ୍ତୁ ଆମେ ସମୟକୁ ଅପେକ୍ଷା କରିବା। ଆଜି ଏହି ସମୟ ତ ବହୁତ ବଳବାନ। ଆଜକୁ କରୋନାଠୁ ଆରମ୍ଭ କରି ଏଯାବତ୍ ନିୟମିତ ଭାବେ ସ୍ମୃତି ସାନ୍ତନାର ମାସିକ ଡିଜିଟାଲ ଆସର ପ୍ରତ୍ୟେକ ମାସର 15 ତାରିଖରେ ପ୍ରସାରିତ ହୋଇ ଆସୁଛି। ଆପଣମାନଙ୍କର ଶ୍ରଦ୍ଧା ସହଯୋଗ ଯୋଗୁଁ ଆଜି ଏହି 69ତମ ମାସିକ ଡିଜିଟାଲ ସାହିତ୍ୟ ଆସରରେ ଭାଗ ନେଇଥିବା ଅତିଥି କବି ଓ ଲେଖକମାନଙ୍କୁ ମୁଁ ସ୍ୱାଗତ କରୁଛି। ସ୍ମୃତି ସାନ୍ତନା ପରିବାର ତରଫରୁ ସୁସ୍ୱାଗତମ୍ ଏବଂ ଆନ୍ତରିକ ଧନ୍ୟବାଦର ବାର୍ତ୍ତା ବି ଅର୍ପଣ କରୁଛି। ଫରିଦାବାଦରୁ ମୀନାକ୍ଷୀ ମିଶ୍ର, ବ୍ରହ୍ମପୁରରୁ ପୁଷ୍ପଲତା ମିଶ୍ର, ରାଞ୍ଚିରୁ ବିନୟ ପଟ୍ଟନାୟକ, ରାଉରକେଲାରୁ ଇଞ୍ଜିନିୟର ଅଶୋକ କୁମାର ପଟ୍ଟନାୟକ, ରାଉରକେଲାରୁ ସ୍ନେହଲତା ପଟ୍ଟନାୟକ, ସିକନ୍ଦରାବାଦରୁ ସ୍ମିତା ରଥ, ଭୁବନେଶ୍ୱରରୁ ମନୋରମା ମିଶ୍ର, ମୋନିକା ମହାପାତ୍ର, ନିହାରିକା ରାୟ ବରାଳ, ଶରତ କୁମାରୀ ମିଶ୍ର, ମନୋରମା ପଣ୍ଡା ଓ ସ୍ୱାଗତ ପର୍ବ କରିଛନ୍ତି ସମ୍ପାଦିକା ସବିତାରାଣୀ ବେହେରା। ଆପଣମାନଙ୍କୁ ସମସ୍ତଙ୍କୁ ଶବ୍ଦ ପ୍ରଣାମ ଏବଂ ସ୍ୱାଗତମ୍ର ବାର୍ତ୍ତା ପ୍ରଦାନ କରି, ଧନ୍ୟବାଦ ପ୍ରଦାନ କରି, ଶୁଭକାମନା କରି ମୁଁ ରହୁଛି। ନମସ୍କାର। ଜୟ ଜଗନ୍ନାଥ।